आज 30टा जिलूर प्राय 13 ରୁ 15ଟା ଜିଲ୍ଲାରେ ବନ୍ୟା ପ୍ରଭାବିତ ହୋଇଛି ଏବଂ ପ୍ରାୟ ପାଖାପାଖି 30,000 ହେକ୍ଟର ଜମି ଜଳରେ ବୁଡ଼ି ରହିଛି ଏବଂ ସରକାର ଆଜି କୁମ୍ଭକର୍ଣ୍ଣ ନିଦାରେ ଶୋଇଛି। ଏପର୍ଯ୍ୟନ୍ତ ଚାଷୀମାନଙ୍କର କଥା ସରକାର ବୁଝିପାରିଲା ନାହିଁ ଏବଂ ଯେଉଁ କଥା ନେଇକି ଆମେ ସବୁବେଳେ ସରକାରଙ୍କ ପାଖରେ କଥା ରଖୁ ଯେ ଯଦି ଆମ ଓଡ଼ିଶା ହେଉଛି ଚାଷୀର ରାଜ୍ୟ ଏବଂ ଯେଉଁଠି ଚାଷୀ ହେଉଛି ରାଜ୍ୟର ମେରୁଦଣ୍ଡ, ତାহଲେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେ ସୃଷ୍ଟି ପାଇଁ ସରକାର ହିଁ କେବଳ ଦାୟୀ। ପ୍ରଥମ କଥା ହେଉଛି ଯେଉଁ କଥା ପଞ୍ଜୀକରଣ ବ୍ୟବସ୍ଥା ସରକାର ଜୁଲାଇ 15 ତାରିଖରୁ ଆରମ୍ଭ କରିବା କଥା, ଆଜି ସେ ଅଗଷ୍ଟ 6 ତାରିଖରୁ ଆରମ୍ଭ କରୁଛି, ପୁଣି ଅଗଷ୍ଟ 30ରେ ୟାକୁ ସରିଯିବ। ତେଣୁ ଗୋଟେ 20 ଦିନ ବିଳମ୍ବରେ ଏମାନେ ପ୍ରଥମତଃ ଆରମ୍ଭ କଲେ। ଦ୍ୱିତୀୟ କଥା, ପଞ୍ଜୀକରଣ ବ୍ୟବସ୍ଥାରେ ଏଭଳି ଭାବେ ଜଟିଳୀକରଣ କରିଛନ୍ତି ଯେଉଁଥିରେ ଧର ମୋ ବାପା ଜେଜେଙ୍କ ନାଁରେ ଜମି ଅଛି, ମୁଁ ବର୍ତ୍ତମାନ ସେଇ ପଞ୍ଜୀକରଣ ବ୍ୟବସ୍ଥା ଭିତରେ ଅନ୍ତର୍ଭୁକ୍ତ ହୋଇପାରିବି ନାହିଁ। ଆଉ ସବୁଠାରୁ ବଡ଼ ଦୁଃଖର କଥା, ଆମ ରାଜ୍ୟରେ 52% ଚାଷୀ ହେଉଛନ୍ତି ଭାଗ ଚାଷୀ ଏବଂ ଏହି ପଞ୍ଜୀକରଣ ବ୍ୟବସ୍ଥା ଯେଉଁ ନୂଆ ଆଣିଛନ୍ତି ସେମାନେ ଏଥିରେ ଭାଗ ଚାଷୀ ନାମମାତ୍ର ଚାଷୀ ଅନ୍ତର୍ଭୁକ୍ତ ହେଉନାହାନ୍ତି। କାହିଁକି ହେଉନାହାନ୍ତି ନା ଏଥିରେ ସେମାନେ ନିୟମ କରିଛନ୍ତି ଯେଉଁ ଭାଗ ଚାଷୀମାନେ ରହିଲେ ଯିଏ ଜମି ମାଲିକ ଅଛି ସେ ବାୟୋମେଟ୍ରିକାଲି ସେଠି ଯାଇକି ରହିବ ଏବଂ ଫଟୋ ତା'ର ଉଠିବ। ଆପଣମାନେ କୁହନ୍ତୁ କେଉଁ ମାଲିକ ଯାଇକି ଫଟୋ ଉଠାଇବ ବାୟୋମେଟ୍ରିକ୍ ଦେବ, କିଏ କୁଆଡ଼େ ମାଲିକ ରହୁଛନ୍ତି ସେ ଭାଗ ଚାଷୀଟି। ତେଣୁ ଏ ପଞ୍ଜୀକରଣ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇପାରେ। ତେଣୁ 52% ଚାଷୀଙ୍କର ଯଦି ଭାଗ୍ୟ ଏଇଭଳି ହେବ, ତେଣୁ ଆମେ ସରକାରଙ୍କୁ ନିବେଦନ କରୁଛୁ ତୁରନ୍ତ ଏ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ହଟାନ୍ତୁ, ସମସ୍ତ ଚାଷୀମାନଙ୍କ ପଞ୍ଜୀକରଣ ବାସ୍ତବ। ଆଉ ଗୋଟିଏ କଥା, ଯେଉଁ ଧାନଟି ଅମଳ ହେଉଛି କେଉଁ କମ୍ପାନୀ ତ ଅମଳ ହୋଇକି ଆସୁନି କି କୌଣସି ଫ୍ୟାକ୍ଟ୍ରି ତ ଆସୁନି, ସେଇ ଚାଷରୁ ଅମଳ ହେଉଛି ବା ବିଲରୁ ଅମଳ ହେଉଛି, ବିଲରୁ ଅମଳ କରୁଥିବା ଲୋକଟି ହେଉଛି ଚାଷୀ। ଯଦି ସବୁ କଥା ସେଇ ବିଲରୁ ଅମଳ କରୁଥିବା ଲୋକଟା ଚାଷୀ, ତାହେଲେ ଚାଷୀକୁ କାହିଁକି ଏସବୁ ଜିନିଷରୁ ମାନେ ହଜାର ଥର ତାକୁ କାହିଁକି ଏଟା ପରୀକ୍ଷା ଦେବାକୁ ପଡ଼ୁଛି? ଆପଣ ବାରମ୍ବାର ଗୋଟେ ଚାଷୀ କାହିଁକି ସବୁବେଳେ ପଞ୍ଜୀକରଣ କରିବ? ଗୋଟିଏ ଥର ପଞ୍ଜୀକରଣ କଲେ ସରକାର ପାଖରେ ଡାଟା ରହୁଛି। ତେଣୁ ଏହା ଦ୍ୱାରା ଚାଷୀମାନଙ୍କୁ ଗୋଟେ ମାନସିକ ଯନ୍ତ୍ରଣା ଦିଆଯାଉଛି, ଯାହାଫଳରେ ଚାଷୀମାନେ ଚାଷ ଛାଡ଼ିବେ, ଦାଦନ ଯିବେ। ଇଏ ପ୍ରଥମ କଥା। ଦ୍ୱିତୀୟ କଥା, ଆଜି ଆପଣମାନେ ଦେଖୁଥିବେ ଯେ ସାରର ସଙ୍କଟ, ଯେଉଁ ସମୟରେ ଆପଣ ଦେଖୁଥିବେ ବର୍ତ୍ତମାନ ସାର ଆମକୁ ୟୁରିଆ ସାର 266 ଟଙ୍କା 50 ପଇସାରେ ମିଳୁଥିଲା, ଆଜି ସାର କେଉଁଠି 700 ଟଙ୍କା କେଉଁଠି 800 ଟଙ୍କା କେଉଁ ଜାଗାରେ କଳା ବେପାରରେ ବିକିଲେଣି। ଆପଣମାନେ ଜାଣୁଥିବେ ଯେ ସ୍ୱୟଂ କୃଷିମନ୍ତ୍ରୀ ଘର ସାମ୍ନାରୁ କଳା ବଜାରୀ କରୁଥିବା ଟ୍ୟାକ୍ସର ଯିଏ ସେକ୍ରେଟାରୀ ଅଛନ୍ତି ତାକୁ ଧରାହେଇଛି ଯେ 22 ଲକ୍ଷ ଟଙ୍କାରେ ହେରାଫେରି କରିଛି। ତେଣୁ ଯଦି ଏଠି ବାଡ଼ ଯଦି ଫସଲ ଖାଇବ ତାହେଲେ କାହାକୁ କରିବା? ଯଦି ଏ ସରକାର ବ୍ୟବସ୍ଥା ଚାଷୀମାନଙ୍କୁ ମାରିବ ତାହେଲେ ଚାଷୀମାନେ କିଭଳି ଭାବରେ ଉନ୍ନତି କରିବେ? ଇଏ ହେଲା ମୁଖ୍ୟ କଥା। ବାକି ଯେଉଁ ଅନେକ କଥା ରହିଛି ଏସବୁ କଥାକୁ ନେଇକି ନିମେଇ ଭାଇ ଆମର କଥା ରଖିବେ। संयोजक नवनिर्माण आम जो उद्देश्य सांबादिक सम्मेलन कर प्रथम दाबी हूँ धान मंडी जो पंजीकरण प्रक्रिया आरंभ हो स्वच्छ रखा जाऊ। ओडिशार समस्त चाषी जो मैंने धान उत्पादन कर जमी मालिक चाषी हूँ, भाग चाषी हूँ बा पदर चाषी हूँ, समस्ते केमी समस्त धान बिक्री हो पार सरकार तुरंत तार पदक्षेप नि। द्वितीय कथा है सार जो कला बजारी हो रोका जाऊ एवं सबू चाषी पाखे गोटे सप्ताह भितर ठीक मूल्य चार सार पहुँचू। तृतीय दाबी हूँ बीजेपी सरकार जो विरोध कर दाबी रखी अतीत दिन मानक चाषी को ऋण छाड़ हो से परिप्रेक्षी जेहेतु बीजेपी आज शासन में अच्छी तेणु ओडिशा जो कृषि ऋण हाराहारी 25,000 कोटी जो कृषि ऋण रही तुरंत छाड़ कर जाऊ। चतुर्थ दाबी हूँ जो धान जो फसल नष्ट हानि जो फसल हानिजनित क्षति जो दि जाए इनपुट सब्सिडी जोटा हेक्टर प्रति 8,500 टका सरकार दौरान से 50,000 टका वृद्धि कर जहाँफल चाषीरा खेती भल हो पार। तो यही प्रसंग में आम जो दाबी रखुचु जब सरकार न करती अविलंबे पुणी राजधानी में पुणी आंदोलन देखी उठ सरकार पुणी सामने करें बाध्य। धन्यवाद। कौन कहे आज जो प्रेस मीट कथा हूँ दीर्घ दिन है लड़े जारी रखीचु आज चाषी मानक जो मुद्दा रखा जाइए प्रथम करी जो बन्या प्राय 13टी जिलार चाषी सब फसल उजुड़ी जाइए। आम प्रथम करी चाहूँ से क्षतिपूरण देवा सहित इन्शुरांस का टोटाल एकर पिछा 60,000 दि जाए एवं ता सहित आम चाहूँ टोटाल कृषि ऋण माफ करा कहीं ना चाषी जहाँ करथिला आज तार सब उजुड़ी जाइए। कपार अभावी बिक्री धानर अभावी बिक्री एगुड़ा सब पूरण करा जाऊ एवं
ତାକୁ ଏମ୍ଏସ୍ପିରେ କେମିତି ବି ଦିଆଯିବ ସେଥିପାଇଁ ଇଏ କରାଯାଉ। କାରଣ ଚାଷୀ ଆଜି 1200, 1300, 1400 ଟଙ୍କାରେ ଧାନ ବିକ୍ରି କରୁଛନ୍ତି, ସାରର ଅଭାବ ବିକ୍ରି ହେଉଛି। ସାର ସାମାନ୍ୟ ୟୁରିଆ 266 ଟଙ୍କା ଥିବା ବେଳେ ଏଠି 600, 700 ଟଙ୍କାରେ ଚାଷୀ ୟୁରିଆ କିଣୁଛି। DAP 1800 ଥିବା ବେଳେ ମୁଖ୍ୟ ଦାବି ଆମର ରହୁଛି ଯେ ବନ୍ୟାରେ ଯେଉଁ କ୍ଷୟକ୍ଷତି ହେଇଛି ଚାଷୀଙ୍କୁ ଏକର ପିଛା 60,000 ଟଙ୍କା ଦିଆଯାଉ, କ୍ଷତିପୂରଣ ଏବଂ ଋଣ ଚାଷୀଙ୍କର ମାଫ୍ କରାଯାଉ ଏବଂ ତା ସହିତ ଯେଉଁ କପାର ଅଭାବୀ ବିକ୍ରି ଦୂର କରାଯାଉ, ସାରର ଅଭାବୀ ବିକ୍ରି ଦୂର କରାଯାଉ। ଏହିସବୁ ସମସ୍ୟା ନେଇ ଆମେ ଆଜି ଏଠି ଏକାଠି ହେଇଛୁ। କାରଣ ଏ ସଂଗଠନରେ ସାରା ରାଜ୍ୟରୁ ଯେତେ ସବୁ ସଂଗଠନ ରହିଛି, ବିଭିନ୍ନ ଛୋଟ ବଡ଼ ସଂଗଠନ, ନବନିର୍ମାଣ କୃଷକ ସଂଗଠନ, ଅନ୍ନଦାତା ଏକତା କୃଷକ ସଂଗଠନ, କିଷାନ ମଜଦୁର ମହାସଂଘ, ନୀଳାଚଳ କୃଷକ ସଂଗଠନ, ଟୋଟାଲ ଓଡ଼ିଶାର ସମସ୍ତ କୃଷକ ସଂଗଠନକୁ ନେଇକରି ଆମେ ଏକ କରି ଆଜି ଲଢ଼େଇ ଜୋର କରି ରଖିଛୁ। ଏବଂ ଯଦି ଆଗାମୀ ଦିନରେ ସରକାର ଏହାକୁ ଅଣଦେଖା କରନ୍ତି ତାହେଲେ ସାରା ରାଜ୍ୟବ୍ୟାପୀ ଭୟାବହ ଆନ୍ଦୋଳନ କରାଯିବ।